ଅଛନ୍ତି ମୋ ଭ୍ରାତ ବୋଲେ ବଳଭଦ୍ର କହି ଗଲେ ବୀର ପାର୍ଥ ଭଜ ରାମ ଦେ ଜୟ ରାମ ଦେ ଆହା। ନବ ଦୁର୍ବାଦଳ ରାମ ଦେ। ଭାଗୀରଥୀ ବାବୁ ଆଜ୍ଞା ଏ ବ୍ରାହ୍ମଣ ରୂପୀ ଅର୍ଜୁନ କହୁଛନ୍ତି ହଁ ଅର୍ଜୁନ ବୋଲନ୍ତି ଗୋଳ ନକର ରାଜନ ନା ସତ୍ୟବାର ବିନ୍ଧୁଛି ମୁଁ ଦେଖନ୍ତୁ ନୟନ ଏତେ କହି ସେ ଦେଖିଲେ ଧନୁରେ ନାହିଁ ବଳ ଉପରକୁ ଚାହିଁଣ ଚିତିଲେ ଆଖଣ୍ଡ ତାଙ୍କ ପିତା ଇନ୍ଦ୍ରଙ୍କୁ ଚିନ୍ତା କଲେ ହଁ ତକ୍ଷଣେ ବାସବତାଙ୍କୁ ଇନ୍ଦ୍ର ଧନୁ ଦେଲେ ଆଚ୍ଛା ତକ୍ଷଣେ କୃଷ୍ଣଙ୍କୁ ସୁମରି ଅର୍ଜୁନ ଚତୁର୍ଭୁଜ ହେଲେ ହଁ ବେନି ହସ୍ତେ ବେନି ଧନୁ ଶିବ ଇନ୍ଦ୍ରଙ୍କର ହଁ ମନଭେଦୀ ବାବଲ ପେଶିଲେ ଦୁଇ ସର ମନଭେଦୀ ଯାଇ ମତ୍ସ୍ୟ ନୟନ ରହିଲା ବାବଲ ନାଳାଚ ରାଧା ଚକ୍ରକୁ ଚକ୍ରକୁ ଛେଦିଲା ଦୁଇ ଯାଇ ଫୁଲମାଳା ପଡିଲା ତଳେ ହଁ ତା ଦ୍ରୌପଦ ନେଇ ସଭାରେ ଦେଖେଇଲେ ଦେଖ 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 ଦେଖିକରି ଫୁଲମାଳା। ଲକ୍ଷ୍ୟ ରାଜ ଲଜ୍ଜାକୁ ପାଇଲେ ହଁ ଦ୍ରୌପଦୀ ଯେତେବେଳେ ବରଣମାଳା ଦେଇ ଦବା ପାଇଁ ଆସିଲା ହଁ ଅର୍ଜୁନ ବୀର କହିଲେ ରୁହ 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 ମୋତେ ମାଳା ନଦିଅ ଗୋ ହଁ ଅଛନ୍ତି ମୋ ଭ୍ରାତ ହଁ ବୋଲେ ବଳଭଦ୍ର କହି ଗଲେ ବୀର ପାର୍ଥ ଭାଗୀରଥୀ ବାବୁ ଆଜ୍ଞା ଦୁର୍ଯ୍ୟୋଧନ ଆଗେ ଦୁଃଶାସନ ଯେ କହିଲା ଭଜ ରାମ ହେ ଲାଖ ବିନ୍ଧା ପଣ୍ଡା ତବରଣ ନଗେନିଲା ଜୟ ରାମ ହେ ଖ୍ୟାସୀ ବ୍ରାହ୍ମଣ ରାଜକନ୍ୟା କି କରିବ ବା ଜୟ ରାମ ହେ ଆମ୍ଭେ ଧନ ଦେଇ ତାଙ୍କ ଦ୍ରୌପଦୀକୁ ନେବା ରାମ ରାମ ହେ ଏହା ଶୁଣି ଦୁଃଶାସନ ପାଠ ଆଗେ କହି ଭଜ ରାମ ହେ ଧନ ଦବୁ ବିପ୍ର ଓ କନ୍ୟା ଦିଅ ତୁଇ ରାମ ରାମ ହେ ଅର୍ଜୁନ ବୋଇଲେ ରେ ପାମର ମୃଢ ମତି ଜୟ ରାମ ହେ ଆମ୍ଭେ ଧନ ଦବୁ ତୁମେ ଦିଅ ଅନୁମତି ରାମ ରାମ ହେ ଜୟ ରାମ ହେ ନବୀନ ସୁନ୍ଦର ଘନ ଶ୍ୟାମ ହେ ଭାଗୀରଥୀ ବାବୁ ଆଜ୍ଞା ଆଜି ଅର୍ଜୁନଙ୍କୁ ଦ୍ରୌପଦୀ ହଁ ହଁ ବରଣମାଳା ଦେବା ସମୟରେ ଆଚ୍ଛା ଅର୍ଜୁନ ବୀର କହିଲେ ସଜନୀ ହଁ। ଲୋ ସଖୀ ଓ ମୋତେ ମାଳା ନଦିଅ ଗୋ ଅଛନ୍ତି ମୋ ଭ୍ରାତ ହଁ ହଁ ଆଜି ଅର୍ଜୁନ କହିଲେ ହଁ ମୋତେ ମାଳା ଦିଅ ନା ନା, ନା। ମୋ ଜ୍ୟେଷ୍ଠ ଭ୍ରାତା ଅଛନ୍ତି ହଁ ବୋଲେ ବଳଭଦ୍ର କହିଗଲେ ବୀର ପାର୍ଥ ଚାଲିଗଲେ ସେଇ କଥା ହଁ ଦୁଃଶାସନ ଶୁଣିଥିଲା ଆଚ୍ଛା ସିଏ ଯାଇ ଦୁର୍ଯ୍ୟୋଧନ ପାଖରେ କହିଲା ହେ ଭାଇ କଣ ହେଲା